ଶୀତ ଦିନ ଚାଲିଥାଏ। ଗୋଟିଏ ଦିନ ବହୁତ ଅଧିକ ଥଣ୍ଡା ପଡ଼ିଥାଏ। ଟିକି କହେ, ଆରେ ବାପରେ, ଆଜି ତ ବହୁତ ଜୋର ଥଣ୍ଡା ଲାଗୁଛି। ମତେ କିଛି କରିବାକୁ ହବ। ଯଦି ମୋ ବସାକୁ ଗରମ ରଖିବାର ଅଛି ତ ମତେ ନିଆଁ ଜଳାଇବାକୁ ହବ, ନହେଲେ ଏ ଥଣ୍ଡାରେ ମରିଯିବି। କିନ୍ତୁ ଏ କାମ ମୁଁ ଏକୁଟିଆ କରିପାରିବି ନାହିଁ। ମତେ କାହାର ସାହାଯ୍ୟ ନେବାକୁ ହବ। ଟିକି ଚିଡ଼ିଆ ଚୁନି ଚିଡ଼ିଆ ପାଖକୁ ଯାଏ। ଆରେ ଚୁନି ମାଉସୀ, ତମେ କଣ କରୁଛ? କିଛି ନାହିଁ। ତମେ କୁହ, ତମେ ଏଠାରେ କେମିତି? ଆରେ କିଛି ନାହିଁ, ଏ ଥଣ୍ଡା ଦିନ ଚାଲିଛି। ମୁଁ ଭାବୁଛି କି ଆମ ବସା ଗରମ ରଖିବା ପାଇଁ ନିଆଁ ଜଳାଇବାକୁ ହବ, ଆଉ ସେଥିପାଇଁ କାଠର ଯୋଗାଡ଼ କରିବାକୁ ହବ। ହଁ ହଁ, ଠିକ କଥା କହୁଛ। ଆଜି ପୁଚି ମାଉସୀ ମତେ ଭେଟିବାକୁ ଆସିଥିଲେ। ସେ କହୁଥିଲେ ଥଣ୍ଡା ପ୍ରବଳ ହେବା ସହ ବରଫ ବି ପଡ଼ିବ। ମୋର ତ ଥଣ୍ଡା ପାଇଁ ଏବେଠାରୁ ହାତ ପାଦ ଥରୁଛି। ତ କୁହ, କେବେ ଯିବା କାଠ ଆଣିବାକୁ? ଟିକି କହେ, ଏବେ ତ ସନ୍ଧ୍ୟା ହୋଇଗଲାଣି। କାଲି ସକାଳେ ସବୁ କାମ ସାରି କାଠ ଆଣିବାକୁ ଚାଲିଯିବା। ତା ପରଦିନ ଟିକି ଓ ଚୁନି ମାଉସୀ କାଠ ଆଣିବାକୁ ବାହାରି ଯାଆନ୍ତି। ଏମିତି ଉଡ଼ି ଉଡ଼ି କିଛି ରାସ୍ତା ଗଲା ପରେ ଦେଖନ୍ତି କାଳୁକୁଆ ଖରାରେ ଶୋଇଥିବାର। ଚୁନି ମାଉସୀ କହେ, ଦେଖ ଟିକି, ଏ ଅଳସୁଆ କୁଆ କେମିତି ଖରାରେ ଶୋଇଛି। ଛାଡ଼ ନା ମାଉସୀ, ଆମର ସେପଟେ ବହୁତ କାମ ଅଛି। ଏବେ ଆମେ ଚାଲ ଯିବା। ଟିକି, ଏ ଅଳସୁଆ ସକାଳୁ ସକାଳୁ ଏମିତି ଖରା ଖାଉଥିବ, ଏ ମତେ ଦେଖି ସହି ହଉନାହିଁ। ତୁ ଦେଖ ମୁଁ ଏହାକୁ କେମିତି କାମରେ ଲଗାଉଛି। ଟିକି ଏବଂ ଚୁନି ମାଉସୀ କୁଆ ପାଖରେ ଅଟକନ୍ତି। ଟିକି କହେ, ଚୁନି ମାଉସୀ, ଥାଉ, କାହିଁକି ବିଚରାକୁ ହଇରାଣ କରୁଛ? ବିଚରା ପୁଣି ଇଏ ତ ଏକ ନମ୍ବର ଅଳସୁଆ। ଏହା କହି ଚୁନି କାଳୁକୁଆ ପାଖକୁ ଚାଲିଯାଏ। ଆରେ କାଳୁକୁଆ, ତତେ ଲାଜ ଲାଗୁଛି କି ନା? ଏମିତି ଦିନ ତମାମ କିଛି କାମ ନ କରି କେମିତି ଶୋଇ ରହିଛୁ? କାଳୁକୁଆ ଚୁନି ମାଉସୀର କଥାକୁ ଶୁଣି ନ ଶୁଣିଲା ପରି ହୁଏ। ଚୁନି ମାଉସୀ ପୁଣି କହେ, ଚୁପ୍ କଣ ପାଇଁ ହୋଇଗଲୁ? କିଛି ତ କହ। କଣ ଏତେ ଅଳସୁଆ ହୋଇଗଲୁ କି ଶୁଣି ବି ପାରୁନୁ? ଚୁନି ମାଉସୀ, ମୁଁ ଏଠାରେ ଶାନ୍ତିରେ ବସିଛି। ମୋ ପାଇଁ ତୁମକୁ କିଛି ଅସୁବିଧା ହଉଛି କି? ଯଦି ତମେ ଚାହଁ ମୁଁ ଏଠାରୁ ଦୂରକୁ ଚାଲି ଯାଉଛି। ଆରେ ଅଳସୁଆ, ମୁଁ ଜାଣିଛି ତୁ କେତେ କାମଚୋର, ଆଉ ସେମିତିରେ ତତେ କିଛି ଆସେ ନାହିଁ। ଦିନ ତମାମ ଖାଲି ଶୋଇ ରହୁଛୁ। ନା ନା ଚୁନି ମାଉସୀ, ମୁଁ କାମଚୋର ନୁହଁ। ମୁଁ କିଛି ବି କାମ କରିପାରିବି। ଆଚ୍ଛା, ଏମିତି କଥା ତ ଚାଲ ମୋ ସାଥିରେ। ମୁଁ ଆଉ ଟିକି ବସାକୁ ଗରମ ରଖିବା ପାଇଁ ଜଙ୍ଗଲରୁ କାଠ ଆଣିବା ପାଇଁ ଯାଉଛୁ। ମୋ ସହିତ ଚାଲ। ହଁ ହଁ, ଯାଉଛି ତମ ସାଥିରେ। ଦେଖ, ତୁ ଏବେ ହଁ କହୁଛୁ, ପରେ କାମ ଛାଡ଼ି ପଳାଇ ଯିବୁ ନାହିଁ ତ? ଯଦି ତୁ ଏମିତି କରିବୁ, ମୁଁ ତତେ ଆମ ଗ୍ରୁପରେ ବାହାର କରିଦେବି। ତ ବସିଥିବୁ ରାତିରେ ଥଣ୍ଡାରେ ଥରି ଥରି। ନା ନା ମାଉସୀ, ମୁଁ ଯାଉଛି ନା ତମ ସାଥିରେ। ଏ ଚୁନି ମାଉସୀ କାହାରିକୁ ବି ନିଜ କଥାରେ ଫସାଇ ନିଏ, ଆଉ ନିଜ କାମ କରାଇ ଦିଏ। ଟିକି, ଚୁନି ମାଉସୀ ଏବଂ କାଳୁକୁଆ ତିନି ଜଣ ଜଙ୍ଗଲ ଆଡ଼କୁ ଚାଲିଯାଆନ୍ତି। କିଛି ଦୂର ଗଲା ପରେ ଟିକିକୁ କିଛି ଶୁଖିଲା କାଠ ଦେଖାଯାଏ। ଚାଲ ଆମେ ଏଠାରୁ ଗୋଟିଏ ଗୋଟିଏ କାଠ ଉଠାଇ ନେବା। ତିନି ଜଣ ଗୋଟିଏ ଗୋଟିଏ କାଠ ଉଠାଇ ଟିକି ଘରକୁ ଯାଆନ୍ତି। ଚୁନି ମାଉସୀ ଟିକି ଚଢ଼େଇକୁ କହେ, ଟିକି, ତମ ଘର ବହୁତ ଛୋଟ। ଯଦି ଆମେ ଏଠାରେ କାଠ ଏକାଠି ଜମା କରିବା ତ ରହିବାକୁ ଜାଗା ରହିବ ନାହିଁ, ଆଉ ଫେର ଆମକୁ ନିଆଁ ବି ତ ଜାଳିବାର ଅଛି। ଆମେ ଗୋଟିଏ କାମ କରିବା, ମୋର ଘର ବହୁତ ବଡ଼। ମୋ ଘରେ କାଠ ଏକାଠି କରିବା। ରାତିରେ ଆମେ ତିନି ଜଣ ସେଠାରେ ନିଆଁ ଜଳାଇବା, ଆଉ ଆରାମରେ ଶୋଇଯିବା। ଚୁନି ମାଉସୀ, ଆମେ ସେମିତି କରିବା। କାଳୁକୁଆ, ଚାଲ ଆମେ ମାଉସୀ ଘର ଆଡ଼କୁ ଯିବା। ତିନି ଜଣ ମାଉସୀ ଘର ଆଡ଼କୁ ଯାଆନ୍ତି। ଗୋଟିଏ ଜାଗାରେ କାଠ ରଖନ୍ତି। ଟିକି କହେ, ଆମକୁ ଆହୁରି କାଠ ଆଣିବାକୁ ପଡ଼ିବ। ଏ କାଠ ତ
ଆମକୁ ନିଆଁ ଜଳାଇବାରେ କମ ପଡ଼ିଯିବ। ଆମକୁ ଆଉ ଅଧିକ କାଠ ଆଣିବାକୁ ପଡ଼ିବ। ସେତିକିବେଳେ ଚୁନି ମାଉସୀ ପାଦ ମୋଡ଼ି ହୋଇଯିବାର ମିଛ ନାଟକ କରେ। ଆରେ ବାପ ରେ, ମୁଁ ମରିଗଲି ରେ, ମୋ ପାଦ ପ୍ରାୟ ମୋଡ଼ି ହୋଇଗଲା। ମୁଁ ଆଉ କାଠ ଆଣିପାରିବି ନାହିଁ। କିଛି କଥା ନାହିଁ ମାଉସୀ, ମୁଁ ଆଉ କାଳୁକୁଆ ଯାଇ କାଠ ଜମା କରିଦେବୁ। ଏହା କହି ଟିକି ଓ କାଳୁକୁଆ କାଠ ଆଣିବାକୁ ସେଠାରୁ ଚାଲିଯାଆନ୍ତି। ସେମାନେ ଦିନ ତମାମ କାଠ ଜମା କରନ୍ତି। ଏମିତି କରି କରି ଚୁନି ମାଉସୀ ଘରେ କାଠର ଗଦା ହୋଇଯାଏ। ଚୁନି କହେ, ଆରେ ବା, ଏହାକୁ କହନ୍ତି ଆରାମର ଜୀବନ।